ଯେତେବେଳେ ବିଧାନସଭା ଚାଲିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସାରି ଫେରିଛନ୍ତି। ଅନ୍ତତଃ ଭାବରେ ବିଧାନସଭା ଗୃହ ଭିତରେ ଜନସାଧାରଣଙ୍କର ନିର୍ବାଚିତ ପ୍ରତିନିଧି 147ଙ୍କ ଆଗରେ ପବିତ୍ର ଗୃହରେ ସେ ଉପସ୍ଥାପନ କରନ୍ତୁ କ'ଣ କ'ଣ ଡିମାଣ୍ଡ ରଖିଛନ୍ତି। ଡିମାଣ୍ଡ ରଖିଛନ୍ତି କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ସ୍ପେଶାଲ କାଟେଗୋରୀ ଷ୍ଟେଟ୍, ଡିମାଣ୍ଡ ରଖିଛନ୍ତି କି ସ୍ପେଶାଲ ଫୋକସ୍ ଷ୍ଟେଟ୍। ଯଦି ଏ ଡିମାଣ୍ଡ ନ ରଖିଛନ୍ତି ତାହେଲେ ସ୍ପେଶାଲ ଆଲୋକେସନ୍ ବା ସ୍ୱତନ୍ତ୍ର ସହାୟତା ବା ସ୍ୱତନ୍ତ୍ର ପ୍ରୋତ୍ସାହନ କ'ଣ ଦିଆଯାଇପାରିବ, କ'ଣ କ'ଣ କହିଛନ୍ତି ଏଠି ରଖନ୍ତୁ, ରେକର୍ଡ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ ଆମେ ତର୍ଜମା କରିବା ଯେ କେତେ ତାଙ୍କର ଦାବି ପୂରଣ ହେଲା। ମୋତେ ଯାହା ଲାଗୁଛି ବିଶେଷ କରି କେନ୍ଦ୍ର ସରକାର ଓଡ଼ିଶା ପ୍ରତି ସେତେ ଭଲ ବିଚାର କରିବ ନାହିଁ। ଯଦିବା 21 ଜଣ ଏମ୍ପିଙ୍କ ଭିତରୁ 20 ଜଣ ଜିତିକି ଯିବାରୁ ସେମାନେ କେନ୍ଦ୍ର ସରକାର କରିବାକୁ ସକ୍ଷମ ହୋଇଛନ୍ତି, ତେଣୁ ଓଡ଼ିଶାକୁ ବିହାର ଓ ଆନ୍ଧ୍ର ଭଳି ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାର ଆବଶ୍ୟକତା ଥିବା ସ୍ଥଳେ ଯେତେବେଳେ ଭୁଲି ଯାଇଛନ୍ତି ଆଗାମୀ ଦିନରେ ଦେବେ ତାର କ'ଣ ଗ୍ୟାରେଣ୍ଟି ଅଛି। ତେଣୁ ସେ ଯେଉଁ ଯାଇଥିଲେ ଦିଲ୍ଲୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥାପନ କରନ୍ତୁ।